ପ୍ରିୟ ସାଇ ଭକ୍ତ, ଏହି ମୁହୂର୍ତ୍ତଟି ସାଧାରଣ ନୁହେଁ। ଆପଣଙ୍କୁ ଯେ ଏହି ହିତବାଣୀ ଶୁଣୁଛନ୍ତି ସେ ଯାଦୃଚ୍ଛିକ ଘଟଣା ନୁହେଁ। ଏହା ସାଇବାବାଙ୍କ ଇଚ୍ଛା। ଶିରିଡ଼ିରେ ସେ ମହା କରୁଣାମୟ ବାବା, ଯିଏ କେବେ ଧର୍ମ ଦେଖିଲେ ନାହିଁ, କେବେ ଧନ ଗରିବ ଭେଦ କଲେ ନାହିଁ। ଆଜି ସେହି ବାବା ଆପଣଙ୍କ ହୃଦୟ ଦ୍ୱାରକୁ ଠକ୍ ଠକ୍ କରୁଛନ୍ତି। ଆପଣ ଯଦି ଦୁଃଖରେ ଅଛନ୍ତି, ବାବା କହୁଛନ୍ତି ମୁଁ ଆସିଗଲି। ଆପଣ ଯଦି ଭୟରେ ଅଛନ୍ତି, ବାବା କହୁଛନ୍ତି ଭୟ କରନି। ଏହି ହିତବାଣୀ କେବଳ କଥା ନୁହେଁ, ଏହା ହେଉଛି ଏକ ଯାତ୍ରା ଅନ୍ଧାରର ଆଲୋକକୁ। ମଣିଷ ଜୀବନରେ ସବୁଠୁ ବଡ଼ ଭାର ହେଉଛି ମୁଁ ସବୁ କରିବି ବୋଲି ଭାବିବି। ଆମେ ଚେଷ୍ଟା କରୁ, ଲଢ଼ୁ, ହାରୁ ଓ ପୁଣି ଉଠୁ, ତଥାପି ମନରେ ଶାନ୍ତି ନାହିଁ। ବାବା ହସି କହନ୍ତି, ତୁ ସବୁ କରିବାକୁ ଆସିଛୁ, ତୁ ଭରସା କରିବାକୁ ଆସିନୁ। ସମର୍ପଣ ମାନେ ହାରିଯିବା ନୁହେଁ, ସମର୍ପଣ ମାନେ ନିଜ ଭାରକୁ ଭଗବାନଙ୍କ ହାତରେ ଦେବା। ଯେତିକି ତୁମେ କହିଦେବ ନା, ବାବା ମୁଁ ତୁମ ଭରସାରେ, ସେଦିନଠାରୁ ତୁମ ଜୀବନରେ ଯୁଦ୍ଧ। ତୁମେ ଏକା ଲଢ଼ିବାକୁ ପଡ଼ିବ ନାହିଁ। ବାବା କୁହନ୍ତି ମୋ ଉପରେ ଛାଡ଼, ମୁଁ ତୋ ପାଇଁ ଲଢ଼ିବି। ସମର୍ପଣ କରିବା ପରେ ଜୀବନ ସହଜ ହୋଇଯାଏ ନୁହେଁ, କିନ୍ତୁ ମନ ଶକ୍ତ ହୋଇଯାଏ। ସମସ୍ୟା ଆସେ କିନ୍ତୁ ଭୟ ପାଏ। ପ୍ରତିଦିନ ସକାଳେ ଗୋଟିଏ କଥା କୁହ, ବାବା ଆଜି ମୋ ଚିନ୍ତା ନୁହେଁ, ତୁମ ଇଚ୍ଛା। ଏହି ଏକ ବାକ୍ୟ ତୁମ ମନକୁ ଧୀରେ ଧୀରେ ଶାନ୍ତ କରିଦେବ। ବାବା କୁହନ୍ତି ଯିଏ ମୋ ଉପରେ ଛାଡ଼ିଦେଲା ସେ କେବେ ଖାଲି ହାତେ ଫେରେ ନାହିଁ। ଧୈର୍ଯ୍ୟ ହେଉଛି ସେହି ଗୁଣ ଯାହାକୁ ଆମେ ସବୁଠୁ ଅଧିକ ପରୀକ୍ଷା ଦେଇ ଶିଖୁ। ଜୀବନ ଯେତେବେଳେ ସବୁକିଛି ଅଟକା ଯାଇଥିବା ପରି ଲାଗେ, ସେତେବେଳେ ଧୈର୍ଯ୍ୟ ଆମ ପାଖରେ ରହିବାକୁ ସବୁଠୁ କଷ୍ଟ ଲାଗେ। ଆମେ ପ୍ରାର୍ଥନା କରୁ, ଦୀପ ଜଳାଉ, ବାବାଙ୍କ ନାମ ନେଉ, କିନ୍ତୁ ଫଳ ତୁରନ୍ତ ମିଳେ ନାହିଁ। ସେତେବେଳେ ମନ ପଚାରେ, ବାବା ତୁମେ କ'ଣ ଶୁଣୁନାହଁ? ବାବା ହସି କହନ୍ତି ମୁଁ ଶୁଣୁଛି, କିନ୍ତୁ ତୋ ତିଆରି କରୁଥିବା ସମୟକୁ ମୁଁ ଶୁଣୁଛି। ପରୀକ୍ଷା ଆସେ ତୁମକୁ ଭାଙ୍ଗିବାକୁ ନୁହେଁ, ତୁମ ଭିତରେ ଥିବା ଶକ୍ତିକୁ ଦେଖାଇବାକୁ। ଯଦି ସବୁକିଛି ସହଜରେ ମିଳିଯାଏ, ତେବେ ଆମେ ଭାରସାମ୍ୟ ମୂଲ୍ୟ କେବେ ବୁଝିପାରୁନାହୁଁ। ବାବା କୁହନ୍ତି ମୁଁ ଦେଲି କରେ କାରଣ ମୁଁ ସର୍ବୋତ୍ତମ ଦେବାକୁ ଚାହେଁ। ଅନେକ ସମୟରେ ଆମେ ଅନ୍ୟମାନଙ୍କ ଜୀବନକୁ ଦେଖି ମନ ଭାଙ୍ଗିଯାଏ। ସେମାନଙ୍କ ପାଖରେ ସଫଳତା, ସୁଖ, ସମ୍ମାନ ସବୁ ଥିବା ପରି ଲାଗେ। ଆମେ ପାଖରେ କେବଳ ଅପେକ୍ଷା। କିନ୍ତୁ ବାବା କୁହନ୍ତି ତୁ ତୁଳନା କରେନା, ମୁଁ ପ୍ରତ୍ୟେକଙ୍କ ପାଇଁ ଅଲଗା ରାସ୍ତା ରଖିଛି। ଯେତେବେଳେ ଜୀବନ ତୁମକୁ ରୋକି ଦେଇଥାଏ, ସେତେବେଳେ ଭାବ ସାୟକ ଭାବେ ତୁମକୁ ଭୁଲ ରାସ୍ତାରେ ବଞ୍ଚାଇ ରଖିଥାଏ। କେବେ କେବେ ଭଗବାନ ନା କୁହନ୍ତି କାରଣ ତୁମେ ହିଁ ପାଇଁ ଏପର୍ଯ୍ୟନ୍ତ ତିଆରି ନୁହେଁ। ବାବା କୁହନ୍ତି ମୋ ନାଁ ଭିତରେ ତୋ ପାଇଁ ରକ୍ଷା ଥାଏ। ଧୈର୍ଯ୍ୟ ଧରିବା ମାନେରେ ଚୁପ୍ ବସି ରହିଥାଏ। ଧୈର୍ଯ୍ୟ ମାନେ ଭଲ କାମ କରିଯିବା ଫଳକୁ ବାବାଙ୍କ ଉପରେ ଛାଡ଼ିଦେବା। ତୁମ ଆଜିର ସଂଘର୍ଷ ଆଗାମୀକାଲି କାହାର ଆଶା ଦେବା ତୁମ କାହାଣୀ। କେବେ ନା କେବେ କାହାକୁ ଭାଙ୍ଗିବାରୁ ବଞ୍ଚାଇବା। ବାବା କୁହନ୍ତି ଧୈର୍ଯ୍ୟ ରଖ, ମୁଁ ସବୁ ଦେଖୁଛି। ଯେତେବେଳେ ମନ ଥକିଯାଏ ନା, ଶରୀର ହାରିଯାଏ, ସ୍ୱପ୍ନ ଧୂସର ହୋଇଯାଏ, ସେତେବେଳେ ଗୋଟିଏ କାମ କର, ଚୁପଚାପ ବାବାଙ୍କ ମନରେ କଥା କହିଦିଅ। ଶବ୍ଦ ଦରକାର ନାହିଁ, କି ଲମ୍ବା ପ୍ରାର୍ଥନା ଦରକାର ନାହିଁ, ଗୋଟିଏ ଆଂସୁ ମଧ୍ୟ ବାବା ପାଇଁ ପର୍ଯ୍ୟନ୍ତ। ବାବା କୁହନ୍ତି ତୋ ଆଂସୁ ମୋ ପାଇଁ ଡାକ। ମନେ ରଖ, ଯାହା ଅପେକ୍ଷାରେ ମିଳେ ନା, ସେ ସବୁଠୁ ମୂଲ୍ୟବାନ। ଯାହା ଧୈର୍ଯ୍ୟରେ ଆସେ ନା, ସେ ସବୁଠୁ ଦୀର୍ଘସ୍ଥାୟୀ। ଶେଷରେ ବାବାଙ୍କର ଏକ ଅମୂଲ୍ୟ ହିତବାଣୀ, ତୁ ଚାଲିଯା, ମୁଁ ସମୟକୁ ତୋ ପକ୍ଷରେ ଘୁଞ୍ଚାଇ ଦେବି। ଭୟ ହେଉଛି ସେ ଅନ୍ଧକାର ଯାହା ଆଲୋକ ଥିଲେ ମଧ୍ୟ ଆମ ଆଖିକୁ ଅନ୍ଧାର କରିଦିଏ। ଭୟ ଆମକୁ କୁହେ ତୁ ପାରିବୁ ନାହିଁ, ତୋ ସ୍ୱପ୍ନ ଅସମ୍ଭବ, ଆଗକୁ ଯାଇଲେ ହାରିବୁ। ଭୟ ନୁହେଁ, କିନ୍ତୁ ବାବା ଧୀରେ କୁହନ୍ତି ଭୟ ନୁହେଁ, ଭରସାକୁ ଧର। ଜୀବନର ପ୍ରତ୍ୟେକ ମୋଡ଼ରେ ଅନିଶ୍ଚିତତା ଥାଏ।
ଆସନ୍ତା କାଲି କ'ଣ ହେବ କେହି ଜାଣେ ନାହିଁ। ସେହି ଅଜଣା ଭବିଷ୍ୟତ ଆମକୁ ରାତିରେ ନିଦ ହରାଇ ଦିଏ। କିନ୍ତୁ ପ୍ରିୟ ଭକ୍ତ, ଯେଉଁ ଭବିଷ୍ୟତକୁ ତୁ ଦେଖିପାରୁନାହିଁ ସେହି ଭବିଷ୍ୟତକୁ ବାବା ଦେଖୁଛନ୍ତି। ବାବା କୁହନ୍ତି, ତୋ ଆଗାମୀକାଲି ମୋ ହାତରେ ସୁନିଶ୍ଚିତ। ଅନେକ ସମୟରେ ଆମେ ଭୟ ପାଇଁ ଅବସର ଛାଡ଼ିଦେଉ, ସ୍ନବକୁ ଅଧାର ମାରିଦେଉ। ଆମେ ଚେଷ୍ଟା କରୁନାହୁଁ କାରଣ ହାରିବାକୁ ଡରୁ। କିନ୍ତୁ ବାବା କୁହନ୍ତି, ଯେ ଚାଲେ ନାହିଁ ସେ କେବେ ହାରେ ନାହିଁ, କିନ୍ତୁ ସେ କେବେ ଉଡ଼େ ମଧ୍ୟ ନାହିଁ। ଭୟ ଆସିଲେ ଗୋଟିଏ କାମ କର, ବାବାଙ୍କ ନାମ ନେଇ ଗୋଟିଏ ପାଦ ଆଗକୁ ବଢ଼ାଅ। ସମ୍ପୂର୍ଣ୍ଣ ରାସ୍ତା ଦେଖିବା ଦରକାର ନାହିଁ, କେବଳ ପ୍ରଥମ ପାଦ ଭରସାରେ ରଖ। ବାବା କୁହନ୍ତି, ତୁ ଚାଲ, ମୁଁ ରାସ୍ତା ବନେଇଦେବି। କେବେ କେବେ ଆମେ ଭାବୁ, ମୁଁ ଏକା, କେହି ମୋ ସହିତ ନାହିଁ, ମୋ କଷ୍ଟ କେହି ବୁଝୁନାହିଁ। କିନ୍ତୁ ପ୍ରିୟ ସାଇବାବା ଯେତେବେଳେ ସମସ୍ତେ ଚାଲିଯାଆନ୍ତି ନା, ସେତେବେଳେ ବାବା ଅଧିକ ନିକଟକୁ ଆସନ୍ତି। ବାବା କୁହନ୍ତି, ତୁ ଏକା ନୁହେଁ, ମୁଁ ତୋ ସହିତ। ତୁ ଦେଖୁନାହୁଁ, କିନ୍ତୁ ଅନେକ ସମୟରେ ବାବା ତୋ ପାଇଁ ଏମିତି ଦ୍ୱାର ବନ୍ଦ କରନ୍ତି, ଯାହା ଖୋଲିଥାନ୍ତି ତୋ ଜୀବନର ଭାଙ୍ଗି ଯାଉଥିବା ଜ୍ୱଳନ୍ତା ନିଆଁକୁ। ତୁ ଭାବୁ, ମୋ ସହିତ ଖରାପ କାହିଁକି? କିନ୍ତୁ ସତ୍ୟ ହେଉଛି ବାବା ତାଙ୍କୁ ଖରାପରୁ ବଞ୍ଚାଇଥାନ୍ତି। ବାବା କୁହନ୍ତି, ମୋ ନୀରବତା ମୋ ରକ୍ଷା। ଯେତେବେଳେ ଭୟ ତୋ ମନକୁ ଧରିନେଉ, ସେତେବେଳେ ମନେ ପକା, ବାବାଙ୍କ ଉପରେ ଭରସା କରିଥିବା କେହି ମଧ୍ୟ ଖାଲି ହାତେ ଫେରି ନାହାନ୍ତି। ଶେଷରେ ବାବାଙ୍କର ଏହି ଅମୂଲ୍ୟ ବାଣୀ, ଭୟକୁ ମୋ ପାଖରୁ ଛାଡ଼, ଭରସାକୁ ଧର। ଓଁ ସାଇରାମ। ଜୀବନରେ କଷ୍ଟ କେବେ ଆଗକୁ ସୂଚନା ଦେଇ ଆସେ ନାହିଁ, ହଠାତ୍ ଆସେ, ମନକୁ ଭାଙ୍ଗିଦିଏ, ଆଖିକୁ ଭିଜାଇ ଦେଇଦିଏ। ଅନେକ ସମୟରେ ଆମେ ଆସୁ ଲୁଚିଥାଉ, ହସୁଥାଉ, କାରଣ ଦୁନିଆ ଦୁଃଖ ବୁଝେ ନାହିଁ। ଦୁନିଆ କେବଳ ହସ ଦେଖିବାକୁ ଚାହେଁ। ଯେଉଁ ଆଂଶୁ ଦୁନିଆ ଦେଖିପାରେ ନାହିଁ, ସେହି ଆଂଶୁ ସାଇବାବା ଗଣନା କରନ୍ତି। ବାବା କୁହନ୍ତି, ତୋ ଆଂଶୁ ମୋ ଉପରେ କେବେ ଅନାଥ ନୁହେଁ। ଯେତେବେଳେ ମନ ଅତ୍ୟାଧିକାରୀ ଭାରୀ ହୋଇଯାଏ, ସେତେବେଳେ କାହା ସହ କଥା ହେବାକୁ ମନ ଚାହେଁ ନାହିଁ। ସେତେବେଳେ ବାବା ତୁମ ପାଖରେ ଚୁପଚାପ ବସିଥାନ୍ତି। ବାବା, ତୁମେ କେଉଁଠି? କିନ୍ତୁ ସେ ଉତ୍ତର ଦିଅନ୍ତି, ମୁଁ ତୋ ଭିତରେ। ଦୁଃଖ ଆସିଲେ ମଣିଷ ନିଜକୁ ଦୋଷ ଦେବା ଆରମ୍ଭ କରେ। ମୋ ସହିତ ଏମିତି କାହିଁକି? ମୁଁ କ'ଣ ଭୁଲ କରିଥିଲି? ପ୍ରତ୍ୟେକ କଷ୍ଟ ଶାସ୍ତି ନୁହେଁ, କିଛି କଷ୍ଟ ଶୁଦ୍ଧି। ଯେପରି ସୁନାକୁ ଆଗନାରେ ଶୁଦ୍ଧ କରାଯାଏ, ଯେପରି ମଣିଷର ହୃଦୟ ଦୁଃଖରେ ଶକ୍ତ ହୋଇଯାଏ। ଆଜି ପରି ତୁମ ଆଖି ଭିଜିଛି, କାଲି ସେହି ଆଖି କାହାକୁ ଆଶା ଦେଖାଇବ? ବାବା କୁହନ୍ତି, ଯେ ଆଂଶୁ ଝରାଏ, ସେ ଅନ୍ୟର ଦୁଃଖ ବୁଝିପାରେ। କେବେ କେବେ ବାବା ତୁମ ଇଚ୍ଛା ପୂରଣ କରନ୍ତି ନାହିଁ, କାରଣ ସେ ତୁମ ଆବଶ୍ୟକତା ପୂରଣ କରୁଛନ୍ତି। ତୁମେ ଯାହା ଚାହୁଁଛ ସେ ତୁମକୁ ଖୁସି ଦେଇପାରେ, କିନ୍ତୁ ଯାହା ବାବା ଦେଉଛନ୍ତି ସେ ତୁମକୁ ଶାନ୍ତି ଦେଉଛି। ବାବା କୁହନ୍ତି, ମୁଁ ତୋକୁ ଭାଙ୍ଗିବା ପାଇଁ ନୁହେଁ, ଗଢ଼ିବା ପାଇଁ କଷ୍ଟ ଦେଉଛି। ଯେତେବେଳେ ତୁମେ ଏକା ରାତିରେ ଚୁପଚାପ କାନ୍ଦୁଛ, କେତେବେଳେ ବାବା ତୁମ ମୁଣ୍ଡ ଉପରେ ହାତ ରଖି କହୁଛନ୍ତି, କାନ୍ଦ, ମୁଁ ଏଠାରେ ଅଛି। କେହି ତୁମ ଆଉଁସି ପୋଛିଦେଲେ ଭଲ କହନ୍ତି, ବାବା ତୁମ ହୃଦୟ ପୋଛି ଦିଅନ୍ତି। ପ୍ରିୟ ସାଇ ବନ୍ଧୁମାନେ, ମନେ ରଖନ୍ତୁ, ଦୁଃଖ ସଦାରଣ ଥାଏ ନାହିଁ। ଯେପରି ରାତି ପରେ ସକାଳ ଆସେ, ସେହିପରି ତୁମ ଜୀବନରେ ଆଲୋକ ଆସିବ। ବାବା କୁହନ୍ତି, ତୋ ରାତି ମୁଁ ଦେଖୁଛି, ସକାଳ ମଧ୍ୟ ମୁଁ ନେଇ ଆସିଛି। ଶେଷରେ ବାବାଙ୍କର ଏକ ଗମ୍ଭୀର ହିତବାଣୀ, ଆଉଁସିକି ଲଜ୍ଜା କରନ୍ତୁ ନାହିଁ, ସେ ମୋ ପାଖକୁ ତୋ ଆତ୍ମାର ଡାକ। ମଣିଷ ଜୀବନରେ ସବୁଠାରୁ ଭାରି ଭାର ହେଉଛି ମନର ଧରି ରଖିବା ଅଭିମାନ, ରୋଷ, ଅଭିଯୋଗ। ଅନେକ ସମୟରେ କେହି ଆମକୁ ଆଘାତ ଦିଅନ୍ତି, ଭରସା ଭାଙ୍ଗି ଦିଅନ୍ତି, ମନକୁ ଚୁପ୍ସା ଆଉ ଘାଇଲା କରିଦିଅନ୍ତି। ଆମେ ସେହି ଆଘାତକୁ ଦିନେ ଦିନେ ମନରେ ପୋଷଣ କରୁ। ଏଭଳି ଆଘାତକୁ ଧରି ରଖିଲେ କଷ୍ଟ ଅନ୍ୟକୁ ନୁହେଁ, ନିଜକୁ ହୁଏ। କ୍ଷମା କର, କାରଣ ତୋ ହୃଦୟ ଭାର ନେବା ପାଇଁ ନୁହେଁ। କ୍ଷମା କର,
ମାନେ ହେଉଛି ଭୁଲକୁ ଠିକ୍ କରିଦେବା ନୁହେଁ। କ୍ଷମା କରିବା ମାନେ ନିଜ ଶାନ୍ତିକୁ ପ୍ରଥମ ସ୍ଥାନ ଦେବା। ଯେତେବେଳେ ତୁମେ କାହାକୁ କ୍ଷମା କର ନା, ସେତେବେଳେ ତୁମେ ତାକୁ ମୁକ୍ତି କର ନା ନିଜକୁ ମୁକ୍ତ କର। ଯିଏ କ୍ଷମା କରିପାରେ ସେ ସବୁଠୁ ଶକ୍ତିଶାଳୀ। ସମ୍ପର୍କ ସବୁ ସଦା ପରିପୂର୍ଣ୍ଣ ହୁଏ ନାହିଁ। କେହି ବୁଝେ, କେହି ବୁଝେ ନାହିଁ। କେହି ଥାଆନ୍ତି, କେହି ଦୂରେଇ ଚାଲିଯାଆନ୍ତି। ତୁମକୁ ନିଜ ମୂଲ୍ୟ ଭୁଲାଇ ଦେଇଥାନ୍ତି। ସେ ସମ୍ପର୍କ ତୁମ ଜୀବନରେ ରହିବାକୁ ଯୋଗ୍ୟ ନୁହେଁ। ଯାହା ଶାନ୍ତି ନେଉଛି ତାହାକୁ ଛାଡ଼ିଦେବା ଭକ୍ତ। ଛାଡ଼ିଦେବା ମାନେ ଘୃଣା କରିବା ନୁହେଁ। ଛାଡ଼ିଦେବା ମାନେ ମନରେ ଦୂରତା ନୁହେଁ, ଶାନ୍ତି ରଖିବା। ଯଦି ଆଜି କାହା ନାମ ଭାବିଲେ ମନ ଭାରି ହୋଇଯାଏ, ସେହି ନାମକୁ ବାବାଙ୍କ ପାଖରେ ରଖିଦେ। କୁହ, ବାବା ମୁଁ କ୍ଷମା କରୁଛି, କିନ୍ତୁ ମୋତେ ଶାନ୍ତି ଦିଅ। ବାବା କୁହନ୍ତି ଯେ ମୋ ପାଖରେ ଭାର ରଖି ଏ ହଳକା ହୋଇଯାଅ। ହୃଦୟ ମୁକ୍ତି କାହାକୁ ଆସେ ନାହିଁ। ସେଇ ଭିତରୁ ଆସେ ଯେତେବେଳେ ତୁମେ ଘୃଣାକୁ ଛାଡ଼ିଦେଇ ସେତେବେଳେ ପ୍ରେମ ନିଜେ ଆସେ। ମନେ ରଖ, ତୁମ ହୃଦୟ ସାଇବାବାଙ୍କ ମନ୍ଦିର, ସେଠାରେ ଘୃଣା ରଖନି, କ୍ଷମା ରଖ। ଶେଷରେ ବାବାଙ୍କର ଏହି ଅମୂଲ୍ୟ ବାଣୀ, କ୍ଷମା କର, ମୁଁ ତୋ ହୃଦୟକୁ ଆଶୀର୍ବାଦରେ ଭରି। ପ୍ରିୟ ଭକ୍ତ, ଏହି ହିତବାଣୀ ଯଦି ତୁମ ହୃଦୟକୁ ଛୁଇଁଥାଏ, ତେବେ ଏହାକୁ କେବଳ ଏଠି ରଖନି, ଲାଇକ୍ କର। ଯାହାର ଅର୍ଥ ବାବା ମୁଁ ତୁମକୁ ଅନୁଭବ କରିଛି, ସେୟାର କର। ସାୟଦ କେହି ଜଣେ ଆଜି ଏହି ଶବ୍ଦ ଶୁଣିବାକୁ ଅପେକ୍ଷା କରୁଛନ୍ତି। ସବସ୍କ୍ରାଇବ୍ କର, କାରଣ ଏହା କେବଳ ଚ୍ୟାନେଲ ନୁହେଁ, ଏହା ଗୋଟିଏ ସାଇ ଭକ୍ତ ପରିବାର। ଏବଂ କମେଣ୍ଟରେ ମନରୁ ଲେଖ ଓଁ ସାଇରାମ। ବାବା ନିଶ୍ଚୟ ତୁମ ନାମ ପଢ଼ିବେ। ମନେ ରଖ, ଯେ ପର୍ଯ୍ୟନ୍ତ ଶ୍ୱାସ ଅଛି ସାଇ ଆଶା ଅଛି। ସବୁରେ ସାଇ, ସାଇରେ ସବୁରି। ଓଁ ସାଇରାମ।